ଶ୍ରୀରାମ ଜୟ ହନୁମାନ। ଆପଣମାନଙ୍କ ଜୀବନରେ କ'ଣ ବାରମ୍ବାର ସମସ୍ୟା ଆସୁଛି? ଶରୀର ଅସୁସ୍ଥ ରହୁଛି, କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି କିମ୍ବା ଋଣ ଭାବ ବଢ଼ିବାରେ ଲାଗିଛି? ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ହେଉଛି ସଙ୍କଟମୋଚନ ଶ୍ରୀ ହନୁମାନଜୀଙ୍କର ଏବଂ ମଙ୍ଗଳ ଗ୍ରହଙ୍କର ସବୁଠାରୁ ପବିତ୍ର ଦିନ। ଯଦି ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ କେତୋଟି ଛୋଟ ଛୋଟ ଭୁଲରୁ ଦୂରେଇ ରହିବେ ଏବଂ ଶାସ୍ତ୍ରୋକ୍ତ ଉପାୟ କରିବେ, ତେବେ ଆପଣଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ମଙ୍ଗଳବାର ଦିନ କେଉଁ 3ଟି କାମ ଭୁଲରେ ବି କରିବା ଉଚିତ ନୁହେଁ ଏବଂ କେଉଁ ଚମତ୍କାରୀ ଉପାୟ କଲେ ହନୁମାନଜୀଙ୍କର ଅପାର ଅପାର କୃପା ମିଳିବ। ତାହେଲେ ଭିଡ଼ିଓଟିକୁ ଶେଷ ଯାଏଁ ନିଶ୍ଚୟ ଦେଖନ୍ତୁ। ଆସନ୍ତୁ ଜାଣିବା ମଙ୍ଗଳବାରର ମାହାତ୍ମ୍ୟ। ସନାତନ ଧର୍ମରେ ମଙ୍ଗଳବାରକୁ ଶକ୍ତି, ସାହସ ଏବଂ ପରାକ୍ରମର ଦିନ ବୋଲି ଧରାଯାଏ। ହନୁମାନଜୀ ହେଉଛନ୍ତି କଳିଯୁଗର ଜାଗ୍ରତ ଦେବତା। ହଁ ଆଜ୍ଞା, ଏହା ନିଶ୍ଚୟ ସତ୍ୟ। ଯେଉଁ ଭକ୍ତ ଶ୍ରଦ୍ଧାର ସହ ମଙ୍ଗଳବାର ଦିନ ତାଙ୍କର ଆରାଧନା କରେ, ପୂଜା କରେ, ଭକ୍ତି କରେ, ତାର ଜୟ, ଶତ୍ରୁ ଭୟ, ଶତ୍ରୁ ଏବଂ ସମସ୍ତ ଗ୍ରହ ଦୋଷ ନଷ୍ଟ ହୋଇଯାଏ। ଏହା ସହ ଯଦି କାହାର କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ, ତେବେ ମଧ୍ୟ ମଙ୍ଗଳବାର ପୂଜା ଆରାଧନା କଲେ ତାହା ଶାନ୍ତ ହୋଇଥାଏ। ତାହେଲେ ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନା ଏହି କାମ। ତାହେଲେ ଆସନ୍ତୁ ଜାଣିବା ଆମିଷ ଏବଂ ନିଶାଦ୍ରବ୍ୟ ସେବନ। ମଙ୍ଗଳବାର ଦିନ ଭୁଲରେ ବି ଆମିଷ ଯେମିତିକି ମାଛ, ମାଂସ, ଅଣ୍ଡା କିମ୍ବା ମଦ୍ୟପାନ କରନ୍ତୁ ନାହିଁ। ଏହାଦ୍ୱାରା ଘରେ ଅଶାନ୍ତି, କଳି ଝଗଡ଼ା ଏବଂ ଦାରିଦ୍ର୍ୟ ଆସିଥାଏ। କେଶ, ନଖ କାଟିବା କିମ୍ବା ସାବୁନ ଲଗାଇବା। ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଚୁଟି କାଟିବା, ନଖ କାଟିବା କିମ୍ବା ମୁଣ୍ଡରେ ସାବୁନ ସାମ୍ପୁ ଲଗାଇବା ମଧ୍ୟ ବର୍ଜନୀୟ। ଏହାଦ୍ୱାରା ଧନହାନି ହୁଏ ଏବଂ ଆୟୁଷ କମିଯାଏ। ତାହେଲେ ମଙ୍ଗଳବାର ଦିନ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ଋଣ ନିଅନ୍ତୁ ନାହିଁ, କାରଣ ଏହି ଦିନ ନେଇଥିବା ଋଣ କେବେ ବି ପରିଶୋଧ କରିପାରିବେ ନାହିଁ। ଆପଣ ବହୁତ କଷ୍ଟ ହୋଇଥାଏ। ତେଣୁ କେବେ ବି ମଙ୍ଗଳବାର ଦିନ କାହାଠାରୁ ଋଣ ଆଣନ୍ତୁ ନାହିଁ କି କାହାକୁ ମଧ୍ୟ ଋଣ ଦିଅନ୍ତୁ ନାହିଁ। ତାହେଲେ ଆସନ୍ତୁ ଜାଣିବା ଭାଗ୍ୟ ବଦଳାଇବା ପାଇଁ 3ଟି ସହଜ ଏବଂ ଚମତ୍କାରୀ ଉପାୟ କ'ଣ? ହନୁମାନ ଚାଳିଶା ଏବଂ ବଜରଙ୍ଗ ବାଣ ପାଠ। ମଙ୍ଗଳବାର ସକାଳେ କିମ୍ବା ସନ୍ଧ୍ୟାରେ ସ୍ନାନ ସାରି ଲାଲ ବସ୍ତ୍ର ପରିଧାନ କରନ୍ତୁ ଏବଂ ଲାଲ ଆସନ ପକାଇ ହନୁମାନଜୀଙ୍କ ଆଗରେ ଚାମେଲି ତେଲ କିମ୍ବା ଘିଅର ଦୀପଟିଏ ପ୍ରଜ୍ୱଳନ କରନ୍ତୁ। ତାପରେ 108 ଥର ଓମ୍ ହମ୍ ହନୁମନ୍ତୟେ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ କିମ୍ବା 7 ଥର ହନୁମାନ ଚାଳିଶା ପାଠ କରନ୍ତୁ। ଦ୍ୱିତୀୟ ଉପାୟଟି ହେଲା ଚାମେଲି ତେଲ ଓ ସିନ୍ଦୁର ଅର୍ପଣ। ଯଦି ସମ୍ଭବ ମନ୍ଦିରକୁ ଯାଇ ହନୁମାନଙ୍କୁ ଚାମେଲି ତେଲ ସହ ନାଲି ସିନ୍ଦୁର ଚଢ଼ାନ୍ତୁ, ଯାହାକି ଚୋଲା ଚଢ଼ାଇବା କୁହନ୍ତି। ଏହାଦ୍ୱାରା ଚାକିରି, ବ୍ୟବସାୟ ଏବଂ ଧନ ସମ୍ବନ୍ଧୀୟ ସମସ୍ତ ବାଧା ଦୂର ହୁଏ। ତୃତୀୟ ଉପାୟଟି ହେଲା ପାନପତ୍ର ଏବଂ ବୁନ୍ଦି ଭୋଗ। ମଙ୍ଗଳବାର ଦିନ ହନୁମାନଜୀଙ୍କୁ ମିଠା ପାନପତ୍ର ବିନା ସୁପାରିରେ ଦିଅନ୍ତୁ ଏବଂ ବୁନ୍ଦି ଲଡ଼ୁ ଥୋଇ ଭୋଗ ଲଗାନ୍ତୁ ଏବଂ ଗରିବଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ। ଏହାଦ୍ୱାରା ମନସ୍କାମନା ଶୀଘ୍ର ପୂରଣ ହୋଇଥାଏ। ତାହେଲେ ଆସନ୍ତା ମଙ୍ଗଳବାରରୁ ଏହି ନିୟମଗୁଡ଼ିକୁ ପାଳନ କରନ୍ତୁ ଏବଂ ନିଜ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀରାମ କିମ୍ବା ଜୟ ଶ୍ରୀ ହନୁମାନ ନିଶ୍ଚୟ ଲେଖନ୍ତୁ, ଯାହାଦ୍ୱାରା ପ୍ରଭୁଙ୍କ କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଲାଇକ୍ କରନ୍ତୁ, ନିଜ ପରିବାର ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଏବଂ ଏହିପରି ଅଧିକରୁ ଅଧିକ ଭକ୍ତିକ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ପୁଣି ଦେଖା ହେବ ଆଜ୍ଞା ଏକ ନୂଆ ଭିଡ଼ିଓରେ। ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।